ବନ୍ଧୁଗଣ ଜୟ ଜଗନ୍ନାଥ। ବନ୍ଧୁଗଣ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 5ଟି ସଂକେତ। ଜାଣି ରଖନ୍ତୁ, ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ ପଚାରିଲେ ଯେ, ସାରଥି ଆପଣ ଏକ ବାକ୍ୟ କୁହନ୍ତି ଯେଉଁଥିରେ ଦୁଃଖରେ ବି ସୁଖର ଅନୁଭବ ହେବ ଏବଂ ସୁଖରେ ବି ଉତ୍ସାହିତ ଯେପରି ନ ହେବା। ଏଥିରେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ ଯେ ଏହି ସମୟ ବି ବିତିଯିବ, ଅର୍ଥାତ୍ ଜୀବନରେ ସୁଖ କିମ୍ବା ଦୁଃଖ ଏସବୁ ଅଳ୍ପ ସମୟ ପାଇଁ ଆସିଥାଏ। ତେଣୁ ମଣିଷକୁ ଦୁଃଖ ନେଇ ଅଧିକ ବିଚଳିତ ହେବା ଉଚିତ ନୁହେଁ। କିନ୍ତୁ ମନୁଷ୍ୟ ଜୀବନକୁ ଖୁସି ଆସିବା ପୂର୍ବରୁ କିଛି ସଂକେତ ଆସିଥାଏ, କିନ୍ତୁ ଏସବୁ ଆମେ ଜାଣିପାରି ନଥାଉ, କାରଣ ଆମେ ଯେଉଁ ବ୍ୟସ୍ତବହୁଳ ଜୀବନରେ ବଞ୍ଚୁଛୁ ସେଠାରେ ଆମ ନିଜ ପାଇଁ ବି ସମୟ ନାହିଁ। ମାତ୍ର ଯଦି ଆପଣ ଏସବୁ ସଂକେତ ବୁଝି ନିଅନ୍ତି, ତେବେ ଜୀବନ ଆହୁରି ସୁଖକର ହୋଇଯାଏ। ତେଣୁ ଚାଲନ୍ତୁ ଜାଣିନେବା ସେହିସବୁ ସଂକେତ ବିଷୟରେ ଯାହା ଆପଣଙ୍କ ଜୀବନରେ ଖୁସି ଆସିବାର ଇଙ୍ଗିତ କରିଥାଏ। ବନ୍ଧୁଗଣ, ନମ୍ବର 1, ଘରର ସଦସ୍ୟଙ୍କ ମୁହଁରେ ହଠାତ୍ ହସ। ଅନେକ ସମୟରେ ଆପଣ ଦେଖିବାକୁ ପାଇବେ ଯେ ଘରର ସଦସ୍ୟଙ୍କ ମନ ଖୁବ୍ ଭଲ ରହିବ। ହଠାତ୍ ସେମାନେ ବିନା କୌଣସି କାରଣରେ ହସିଲେ ଏହା ଆପଣଙ୍କ ଜୀବନକୁ ଖୁସି ଆସିବାର ସଂକେତ ଦେଇଥାଏ। ଏହାଦ୍ୱାରା ଆପଣଙ୍କ ଘରକୁ ବହୁତ ଜଲଦି ଅନେକ ଖୁସି ଆସିବାର ସଂକେତ ମିଳିଥାଏ। ବନ୍ଧୁଗଣ, ନମ୍ବର 2, ପୁରୁଣା ବନ୍ଧୁ କିମ୍ବା ସ୍ୱଜନଙ୍କ ସହିତ ସାକ୍ଷାତ। ଏମିତିରେ ତ ଘରକୁ ଅତିଥି ଆସିଲେ ଏହା ଶାସ୍ତ୍ର ଅନୁସାରେ ଖୁବ୍ ଶୁଭ ହୋଇଥାଏ। ଏହିପରି ଯଦି ଆପଣଙ୍କର ଖୁବ୍ ଘନିଷ୍ଠ ପୁରୁଣା ବନ୍ଧୁ ହଠାତ୍ ଘରକୁ ଆଗମନ କରନ୍ତି, ତେବେ ଏହା ଆପଣଙ୍କ ଜୀବନର ଏକ ବଡ଼ ଖୁସିର ସଂକେତ ଅଟେ। ଏହା ଈଶ୍ୱରଙ୍କର ଏକ ସଂକେତ ଅଟେ। ବନ୍ଧୁଗଣ, ନମ୍ବର 3, ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ହଠାତ୍ ରାସ୍ତାରେ ହରିଣ କିମ୍ବା ଗାଈ ଦେଖୁଛନ୍ତି, ତେବେ ତାହା ଶୁଭ ସଂକେତ ଅଟେ। ଯଦି ତାହା ଆପଣଙ୍କ ମାର୍ଗରେ ଦେଖାଯାଏ, ତେବେ ଆପଣଙ୍କ ଯାତ୍ରା ନିଶ୍ଚିତ ସଫଳ ହୋଇଥାଏ। ଏହା ବ୍ୟତୀତ ଯଦି ରାସ୍ତାରେ ଯାଉଥିବା ସମୟରେ ଆପଣ କୌଣସି ଶୋଭାଯାତ୍ରା ଦେଖନ୍ତି, ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ। ଏମିତିରେ ଆପଣଙ୍କୁ ଭଗବାନଙ୍କ ନାମ ନିଶ୍ଚୟ ନେବା ଉଚିତ। ବନ୍ଧୁଗଣ, ନମ୍ବର 4, ଯଦି ଆପଣଙ୍କ ଘରକୁ ଉପହାରରେ ହଠାତ୍ ନୂଆ ବସ୍ତ୍ର, ଗହଣା ଏବଂ ମିଠା ପ୍ରାପ୍ତ ହୋଇଛି, ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହାଦ୍ୱାରା ଆପଣଙ୍କୁ ଜୀବନରେ ଉନ୍ନତି ଏବଂ ମାନସମ୍ମାନ ପ୍ରାପ୍ତ ହେବ। ବନ୍ଧୁଗଣ, ନମ୍ବର 5, ଯଦି ଆପଣଙ୍କ ଘରକୁ ପିଲାମାନେ ଆସି ଖୁବ୍ ଖୁସିରେ ଖେଳନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଘର ସେମାନଙ୍କୁ ଅତି ପ୍ରିୟ ଅଟେ। ଏହାର ଅର୍ଥ ଆପଣଙ୍କ ଘର ଅତ୍ୟନ୍ତ ଶୁଭ ଏବଂ ବାସ୍ତୁ ଦୋଷରୁ ମୁକ୍ତ ଅଟେ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ଅଟେ। ଆପଣଙ୍କ ଘରକୁ ସର୍ବଦା ଖୁସିର ଆଗମନ ହେବ। ନମ୍ବର 6, ଛୋଟ ପିଲାର ଆପଣଙ୍କ ଘରକୁ ଆସିବା କିମ୍ବା କୌଣସି ସାଧୁ ଆପଣଙ୍କ ଘରକୁ ହଠାତ୍ ଆସି ଆଶୀର୍ବାଦ ଦେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବ୍ୟତୀତ ଯଦି ଆପଣ ନିଜ ଘର ବାହାରେ ଏକ ଜଳପୂର୍ଣ୍ଣ କଳସୀ ଦେଖନ୍ତି କିମ୍ବା ଦହିପୂର୍ଣ୍ଣ ପାତ୍ର ଦେଖନ୍ତି, ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହା ଆପଣଙ୍କ ଜୀବନକୁ ଆସିବାକୁ ଥିବା ଶୁଭ ସଂକେତକୁ ଦର୍ଶାଇଥାଏ।
ଯଦି ଆପଣ ସକାଳୁ ସକାଳୁ ଝାଡ଼ୁ କିମ୍ବା କେହି ଝାଡ଼ୁ କରୁଥିବାର ଦେଖନ୍ତି, ତେବେ ଜାଣିନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘର ଉପରେ ପ୍ରସନ୍ନ ଅଛନ୍ତି। କାରଣ ଝାଡ଼ୁରେ ମାତା ଲକ୍ଷ୍ମୀ ବାସ କରନ୍ତି। ମାତା ଲକ୍ଷ୍ମୀଙ୍କ ବାହନ ପେଚା ଅଟେ। ତେଣୁ ଏମିତିରେ ଯଦି ଆପଣଙ୍କ ଘର ପାଖରେ ପେଚା ଦେଖନ୍ତି, ତେବେ ଜାଣିନିଅନ୍ତୁ ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ତେଣୁ ଏପରି ହେଲେ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବା ଆରମ୍ଭ କରିଦିଅନ୍ତୁ ଏବଂ ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ। ମାତ୍ର ବାରମ୍ବାର ପେଚା ଆପଣଙ୍କ ଘରର ଛାତରେ ବସିବା ଏକ ବଡ଼ ସଙ୍କଟ ଦିଗରେ ଇଙ୍ଗିତ କରିଥାଏ। ବନ୍ଧୁଗଣ, ନମ୍ବର 8, ଯଦି ଆପଣଙ୍କ ଘର ପାଖରେ ଶୁଖିଯାଇଥିବା ଗଛ ହଠାତ୍ ସବୁଜ ହୋଇଯାଏ କିମ୍ବା ଆପଣଙ୍କୁ ସବୁଠି ସବୁଜ ଦେଖାଯାଉଛି, ତେବେ ଜାଣିନିଅନ୍ତୁ ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ସେହିପରି ସକାଳୁ ଉଠିବା ମାତ୍ରେ ସଙ୍ଗୀତ ଶୁଣାଯିବା ମଧ୍ୟ ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ। ବନ୍ଧୁଗଣ, ନମ୍ବର 9, ଯଦି ଆପଣ ସ୍ୱପ୍ନରେ କୁମ୍ଭାରକୁ ମାଠିଆ ବନାଉଥିବାର ଦେଖନ୍ତି, ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରୁଛନ୍ତି। ଯଦି ରାସ୍ତାରେ ଯିବା ସମୟରେ ନେଉଳ ରାସ୍ତା କାଟେ, ତେବେ ଏହା ଲକ୍ଷ୍ମୀଙ୍କ ଆଗମନର ସଂକେତ ଅଟେ। ନମ୍ବର 10, ଯଦି ଗୁରୁବାର ଦିନ କୁଆଁରୀ କନ୍ୟା ହଳଦିଆ ବସ୍ତ୍ରରେ ଦେଖାଯାଏ, ତେବେ ଏହା ଶୁଭ ସଂକେତ ଅଟେ। ଏହା ଧନ ଲାଭର ଶୁଭ ସଂକେତ ଅଟେ। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ସ୍ୱପ୍ନରେ ଭିନ୍ନ ଭିନ୍ନ ଅଳଙ୍କାର ଦେଖେ, ତାଙ୍କ ଘରେ ଲକ୍ଷ୍ମୀ ଛାଇ ରୂପରେ ବାସ କରନ୍ତି। ବନ୍ଧୁଗଣ,